ଶୁଭ ସକାଳ ପିଲାମାନେ। ତୁମେମାନେ କେମିତି ଅଛ? ଭଲରେ ଅଛ? ସମସ୍ତେ ଭଲରେ ଅଛ? ବହୁତ ବଢିଆ। ସମସ୍ତେ ଖାଇକି ଆସିଛ ତ? ହଁ, ସମସ୍ତେ ଖାଇଛ? ଓକେ। ହଁ, ମୁଁ ବି ଖାଇଛି। ପିଲାମାନେ, ଆଜିର ଏହି ଅଧିବେଶନକୁ ସମସ୍ତଙ୍କୁ ସ୍ୱାଗତ। ପିଲାମାନେ, ଆଜି ଆମେ ତୁମ ବିଜ୍ଞାନ ବହି ଜିଜ୍ଞାସାର ଷଷ୍ଠ ଶ୍ରେଣୀର ପ୍ରସଙ୍ଗ ଜୀବଜଗତର ବିବିଧତା ପାଠ 2 ବିଷୟରେ ଆଲୋଚନା କରିବା। ଆଜିର ଶିକ୍ଷଣ ଉଦ୍ଦେଶ୍ୟ ଜୀବଜଗତର ପୂର୍ବ ଶୃଙ୍ଖଳାକୁ ବୁଝିବା ଆଉ ଆମ ପରିବେଶରେ ଥିବା ଉଦ୍ଭିଦମାନଙ୍କର ଶ୍ରେଣୀ ବିଭାଗର ପ୍ରକ୍ରିୟା ଜାଣିବା। ପିଲାମାନେ, ଆମ ଚତୁଃପାର୍ଶ୍ୱରେ ଥିବା ପ୍ରାଣୀ ଓ ଉଦ୍ଭିଦମାନଙ୍କର ଶ୍ରେଣୀ ବିଭାଗ, ଜୀବଜଗତର ବିବିଧତା ଏବଂ ଏହାର ଅଧ୍ୟୟନ। ପ୍ରକୃତିର ଏକ ଅଦ୍ଭୁତ ଦୃଶ୍ୟ ହେଉଛି ଆମ ପରିବେଶର ଜୈବ ବିବିଧତା। ଆମ ପରିବେଶରେ ବିଭିନ୍ନ ପ୍ରକାର ଉଦ୍ଭିଦ, ପ୍ରାଣୀ, କୀଟପତଙ୍ଗ, ମନୁଷ୍ୟ ସମସ୍ତେ ବସବାସ କରନ୍ତି। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଖାଯାଉଥିବା ପ୍ରାଣୀ ଓ ଉଦ୍ଭିଦର ବିବିଧତା ସେହି ଅଞ୍ଚଳର ଜୈବ ବିବିଧତାକୁ ବୁଝାଇଥାଏ। ପିଲାମାନେ, ଆମେ ଶ୍ରେଣୀ ବିଭାଗ କାହିଁକି କରୁ? ଅବ୍ୟବସ୍ଥିତ ଜିନିଷକୁ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଆମେ ଶ୍ରେଣୀ ବିଭାଗ କରିଥାଉ। ଆମେ ଶ୍ରେଣୀ ବିଭାଗ ଉଦ୍ଭିଦ ପ୍ରାଣୀମାନଙ୍କ ମଧ୍ୟରେ ଥିବା ସମାନତା ପାର୍ଥକ୍ୟକୁ ବୁଝିବା ସହଯୋଗ ବୋଲି କରିଥାଉ। ଏତେ ବଡ଼ ଜୀବଜଗତର ଅଧ୍ୟୟନ କରିବା ନିର୍ଦ୍ଦିଷ୍ଟ ଏବଂ ସହଜ ହୋଇଥାଏ ବୋଲି ଆମେ ଶ୍ରେଣୀ ବିଭାଗ କରିଥାଉ। ପିଲାମାନେ, ଲକ୍ଷଣ ଚିହ୍ନଟ ଗୋଟିଏ ଗୋଷ୍ଠୀର ଲକ୍ଷଣ ଜାଣିଲେ ସେହି ଶ୍ରେଣୀର ଅନ୍ୟମାନଙ୍କ ବିଷୟରେ ଜାଣି ହୁଏ। ଏହି ସବୁ କାରଣ ପାଇଁ ଆମେ ଶ୍ରେଣୀ ବିଭାଗ କରିଥାଉ। ପିଲାମାନେ, ଆସ ଦେଖିବା ଉଦ୍ଭିଦ ଗୁଡ଼ିକୁ କିପରି ଚିହ୍ନିବା ଓ ଶ୍ରେଣୀଭୁକ୍ତ କରିବା। ପିଲାମାନେ, ଉଦ୍ଭିଦକୁ କାଣ୍ଡ, ପତ୍ର, ଫୁଲ ଓ ଉଚ୍ଚତା କାରକ ଦ୍ୱାରା ଆମେ ଚିହ୍ନିପାରିବା ଏବଂ ଶ୍ରେଣୀଭୁକ୍ତ କରିପାରିବା। ପ୍ରଥମ କାରକ କାଣ୍ଡ, କୋମଳ ନା ଶକ୍ତ, ସରୁ ନା ମୋଟା, ସେଥିରୁ ଆମେ ଜାଣିପାରିବା ଉଦ୍ଭିଦଟି କେଉଁଭଳି ପ୍ରକାରର ଉଦ୍ଭିଦ। ଦ୍ୱିତୀୟରେ ପତ୍ର, ପତ୍ରର ଆକୃତି ଏବଂ ତାର ସଜ୍ଜୀକରଣ କିପରି ଅଛି ସେଥିରୁ ଆମେ ଉଦ୍ଭିଦକୁ ଚିହ୍ନି ପାରିବା ଏବଂ ଉଦ୍ଭିଦକୁ ଶ୍ରେଣୀଭୁକ୍ତ କରିପାରିବା। ତୃତୀୟରେ ଫୁଲ, ଗଛରେ ଫୁଲ ଧରେ କି ଫୁଲ ଧରେ ନାହିଁ ସେଥିରୁ ଆମେ ଉଦ୍ଭିଦକୁ ଚିହ୍ନି ପାରିବା ଏବଂ ଶ୍ରେଣୀଭୁକ୍ତ କରିପାରିବା। ଚତୁର୍ଥରେ ଉଚ୍ଚତା, ଗଛଟି ଡେଙ୍ଗା ନା ଗେଡ଼ା, ସେଥିରୁ ଆମେ ଉଦ୍ଭିଦକୁ ଚିହ୍ନିବା ଏବଂ ଶ୍ରେଣୀଭୁକ୍ତ କରିପାରିବା। ଉଦ୍ଭିଦ ପର୍ଯ୍ୟବେକ୍ଷଣ ସାରଣୀ। ପିଲାମାନେ, ଉଦ୍ଭିଦ ଘାସ, ତୁଳସୀ ଗଛ, ମନ୍ଦାର ଗଛ ଏବଂ ନିମ୍ବ ଗଛକୁ ଆମେ ସାରଣୀରେ ଅନ୍ତର୍ଭୁକ୍ତ କରିଛୁ। ତେଣୁ ଦେଖିବା ସେମାନଙ୍କର କାଣ୍ଡ କେମିତିଆ, ପତ୍ର କିଭଳି
ଏବଂ ଫୁଲ କେଉଁଭଳି ହୋଇଥାଏ? ଘାସର କାଣ୍ଡ ସରୁ ଏବଂ ଦୁର୍ବଳ, ଆଉ ଘାସର ପତ୍ର ଖୁବ୍ ସରୁ ପତ୍ର। ଘାସର ଫୁଲ ସାଧାରଣତଃ ନଥାଏ। ଏଥିରୁ ଆମେ ଘାସକୁ ଆମେ ଚିହ୍ନି ପାରିବା। ଦ୍ୱିତୀୟରେ, ତୁଳସୀ ଗଛ। ତୁଳସୀ ଗଛର କାଣ୍ଡ ଶକ୍ତ ଏବଂ ସରୁ, ପତ୍ର ଖୁବ୍ ଛୋଟ ପତ୍ର ଏବଂ ଫୁଲ ସାଧାରଣତଃ ବାଇଗଣୀ ରଙ୍ଗର ଫୁଲ ହୋଇଥାଏ। ଏଥିରୁ ଆମେ ଚିହ୍ନି ପାରିବା ତୁଳସୀ ଗଛକୁ ଆମେ ଜାଣିପାରିବା। ତୃତୀୟରେ, ମନ୍ଦାର ଗଛ। ମନ୍ଦାର ଗଛର କାଣ୍ଡ ଶକ୍ତ ହୋଇଥାଏ ଏବଂ ତାର କାଣ୍ଡ ସରୁ ମଧ୍ୟ ହୋଇଥାଏ, ଆଉ ପତ୍ର ସାମାନ୍ୟ ବଡ଼ ପତ୍ର ହୋଇଥାଏ, ଉପେକ୍ଷାକୃତ ବଡ଼ ପତ୍ର ହୋଇଥାଏ। ଫୁଲ ବିଭିନ୍ନ ରଙ୍ଗରେ ହୋଇଥାଏ। ମନ୍ଦାରର କେମିତି ଫୁଲ ତୁମେ ମାନେ ଜାଣିଛ ପିଲାମାନେ? ମନ୍ଦାର ଗଛର ଫୁଲ ନାଲି ରଙ୍ଗର ହୋଇଥାଏ। ମନ୍ଦାର ଫୁଲ ନାଲି ରଙ୍ଗର ହୋଇଥାଏ। ଆଉ କେଉଁ ରଙ୍ଗର ପିଲାମାନେ ତୁମେ ଦେଖିଛ? ହଁ, ଧଳା ରଙ୍ଗର। ଆଉ ନୀଳ ରଙ୍ଗର ବି ଦେଖିଛ। ବହୁତ ବଢିଆ। ଆଉ କୋଉ ରଙ୍ଗର ପିଲାମାନେ ତୁମେ ଦେଖିଛ? ବାଇଗଣୀ ରଙ୍ଗର। ହଁ, ବାଇଗଣୀ ରଙ୍ଗର ବି ଅଛି। ଆଉ କେଉଁ ରଙ୍ଗର ଦେଖିଛ ପିଲାମାନେ? ବାଦାମୀ କଲରର ବି ଅଛି, ପିଙ୍କ କଲର ବି ଅଛି। ହଁ, ବଢିଆ ବଢିଆ, ବହୁତ ବଢିଆ। ତୁମେ ମାନେ ସବୁ ଜାଣିଛ ତାହେଲେ। ତେଣୁ ଆମେ ଫୁଲର ରଙ୍ଗକୁ ନେଇ ଆମେ ବି ଚିହ୍ନି ପାରିବା ଏଟା ମନ୍ଦାର ଫୁଲ। ଆଉ ମନ୍ଦାର ଗଛର କାଣ୍ଡ, ପତ୍ର ଏବଂ ଫୁଲର ବୈଶିଷ୍ଟ୍ୟକୁ ନେଇ ଆମେ ଚିହ୍ନି ପାରିବା ଏଟା ମନ୍ଦାର ଗଛ କି ନାହିଁ। ଜାଣିପାରିଲ ପିଲାମାନେ? ଏବେ ଆମେ ଯିବା ନିମ୍ବ ଗଛ ବିଷୟରେ ଜାଣିବା। ନିମ୍ବ ଗଛର କାଣ୍ଡ ହେଉଛି ମୋଟା, ଆଉ ତାର ପତ୍ର ଛୋଟ ପତ୍ର ଏବଂ ଫୁଲ ଛୋଟ ଏବଂ ଧଳା। ତେଣୁ ଏହି ସବୁ ବୈଶିଷ୍ଟ୍ୟ ନିମ୍ବ ଗଛର କାଣ୍ଡ, ପତ୍ର ଆଉ ଫୁଲର ବୈଶିଷ୍ଟ୍ୟକୁ ନେଇ ଆମେ ଚିହ୍ନି ପାରିବା ନିମ୍ବ ଗଛ କିଭଳି। ତେଣୁ ଆମେ ତାକୁ ଶ୍ରେଣୀ ବିଭାଗ ବି କରିପାରିବା। କାଣ୍ଡ ଏବଂ ଉଚ୍ଚତା ଅନୁଯାୟୀ ଉଦ୍ଭିଦର ପ୍ରକାର ଭେଦ ଆମେ ଏବେ ଜାଣିବା। ପିଲାମାନେ, କୋମଳ କାଣ୍ଡ ଏବଂ ଆକାରରେ ଛୋଟ ହୋଇଥିଲେ ସେଭଳି ଉଦ୍ଭିଦକୁ ଆମେ ସାଧାରଣତଃ ଗୁଳ୍ମ କହିଥାଉ। ତେଣୁ ଗୁଳ୍ମ ହେଲା ଯାହାର କୋମଳ କାଣ୍ଡ ଏବଂ ଆକାରରେ ଛୋଟ ହୋଇଥାଏ, ତାକୁ ଆମେ ଗୁଳ୍ମ କହିବା। ବୁଦା ଶକ୍ତ କିନ୍ତୁ ସରୁ କାଣ୍ଡ ଏବଂ ମଧ୍ୟମ ଉଚ୍ଚତା ବିଶିଷ୍ଟ ହୋଇଥିଲେ ତାକୁ ଆମେ ବୁଦା କହିବା। ଏବେ ଚିତ୍ରରେ ତୁମେମାନେ ଦେଖିପାରିବ ଗୁଳ୍ମ ଆଉ ବୁଦାର ପ୍ରକାର ଭେଦ। ସମସ୍ତେ ଜାଣିପାରୁଛ ତ? ବହୁତ ବଢିଆ। ଏବେ ଯିବା ଆମେ ଗଛ ବା ବୃକ୍ଷ ବିଷୟରେ ଜାଣିବା। ଗଛ ବା ବୃକ୍ଷ ଯାହାର ଶକ୍ତ କାଣ୍ଡ ଏବଂ ମୋଟା କାଣ୍ଡ ହୋଇଥାଏ ଏବଂ ଉଚ୍ଚତା ଅଧିକ ହୋଇଥାଏ ଅପେକ୍ଷାକୃତ, ତେଣୁ ତାକୁ ଆମେ ଗଛ ବା ବୃକ୍ଷ କହିପାରିବା। ବୁଝିପାରିଲ ପିଲାମାନେ? ବହୁତ ବଢିଆ। ଧନ୍ୟବାଦ ସମସ୍ତଙ୍କୁ। ଏବେ ଆମେ ପ୍ରାଣୀମାନଙ୍କର ଶ୍ରେଣୀ ବିଭାଗ ଦେଖିବା। ପ୍ରାଣୀମାନଙ୍କୁ କିପରି ଆମେ ଶ୍ରେଣୀଭୁକ୍ତ କରିପାରିବା। ପିଲାମାନେ, ଆମେ ପ୍ରାଣୀମାନଙ୍କର ଶ୍ରେଣୀ ବିଭାଗ କରିଲା ବେଳେ କେତୋଟି କାରକକୁ ନେଇ ଆମେ ତାଙ୍କର ଶ୍ରେଣୀ ବିଭାଗ କରିପାରିବା। ସେଗୁଡ଼ିକ ହେଲା ବାସସ୍ଥାନ, ଖାଦ୍ୟ ଅଭ୍ୟାସ ଏବଂ ଚଳନ ଶୈଳୀ। ବାସସ୍ଥାନ ଆଧାରରେ
ସେମାନେ କେଉଁଠି ରୁହନ୍ତି? ମାଟିରେ ରୁହନ୍ତି କି ଗଛରେ ରୁହନ୍ତି, ଜଳରେ ରୁହନ୍ତି କିମ୍ବା ଉଭୟ ଜଳ ଏବଂ ସ୍ଥଳରେ ରୁହନ୍ତି, ସେଥିରୁ ଆମେ ପ୍ରାଣୀମାନଙ୍କୁ ଶ୍ରେଣୀଭୁକ୍ତ କରିପାରିବା। ଦ୍ୱିତୀୟରେ ଖାଦ୍ୟ ଅଭ୍ୟାସ। ସେମାନେ କଣ ଖାଆନ୍ତି? ସେମାନଙ୍କର କୋଉ ଖାଦ୍ୟ ଖାଇବାର ଅଭ୍ୟାସ ଅଛି? ଘାସ, ପତ୍ର, ମଞ୍ଜି ବା କୀଟପତଙ୍ଗ। ଆମେ ଏହି କାରକକୁ ନେଇ ଆମେ ପ୍ରାଣୀମାନଙ୍କୁ ଶ୍ରେଣୀ ବିଭାଗ କରିପାରିବା। ଯେମିତି ଉଦାହରଣ ସ୍ୱରୂପ ଆମେ ଘାସ, ଗାଈ ଘାସ ଖାଏ, ପତ୍ର ଖାଏ, ଆଉ କୀଟପତଙ୍ଗ ଉଦାହରଣ ସ୍ୱରୂପ ଗାଈ ଘାସ ଖାଏ, ପତ୍ର ଖାଏ, ଆଉ ଆଉ ଚଢ଼େଇମାନେ, ପକ୍ଷୀମାନେ ବି ମଞ୍ଜି ଏବଂ କୀଟପତଙ୍ଗ ଖାଆନ୍ତି। ଆମେ ଏହି ଆଧାରରେ ତାର ଶ୍ରେଣୀ ବିଭାଗ କରିପାରିବା। ତୃତୀୟରେ ସେମାନଙ୍କର ତୃତୀୟରେ ଚଳନ ଶୈଳୀ ଆଧାରରେ ସେମାନେ କିପରି ଚଳପ୍ରଚଳ କରନ୍ତି, ସେମାନେ ଉଡ଼ନ୍ତି କି ନାହିଁ, ସେମାନେ ଚାଲନ୍ତି କି ନାହିଁ, ସେମାନେ ବୁଲି ପାରନ୍ତି କି ନାହିଁ, ଏହି ଆଧାରରେ ଆମେ ଶ୍ରେଣୀଭୁକ୍ତ କରିପାରିବା। ଉଦାହରଣ ସ୍ୱରୂପ ଯେମିତି କାଉ ସାଧାରଣତଃ ଉଡ଼ିଥାଏ ଏବଂ ଚାଲି ବି ଥାଏ। ସେଇଭଳି ପାରା ଚାଲିଥାଏ ଏବଂ ଉଡ଼ିଥାଏ। ବଣି ସେଇଭଳି ଚାଲିଥାଏ ଏବଂ ଉଡ଼ିଥାଏ। ଚଳନଶୈଳୀ ଆଧାରରେ ଗାଈ ଯେମିତି ଚାଲିଥାଏ, ବୁଲି ବି ଥାଏ। ତେଣୁ ଏହିଭଳି ଆଧାରରେ ଆମେ ପ୍ରାଣୀମାନଙ୍କର ଶ୍ରେଣୀ ବିଭାଗ କରିପାରିବା। ପିଲାମାନେ ଏବେ ବିଭିନ୍ନ ପ୍ରାଣୀଙ୍କର ପର୍ଯ୍ୟବେକ୍ଷଣ କରିବା। ଆମେ ଯେଉଁ ପ୍ରାଣୀମାନଙ୍କୁ ନିତିଦିନିଆ ଭେଟୁ ସେମାନଙ୍କ ମଧ୍ୟରେ କାଉ ଅନ୍ୟତମ। କାଉ ଏକ ପକ୍ଷୀ ଯାହାର ବାସସ୍ଥାନ ହେଉଛି ଗଛ। କାଉ ଗଛରେ ରହେ, ଗଛରେ ବସା ବାନ୍ଧି ନଡ଼ା, କୁଟା ଏବଂ କାଠି ପତ୍ରରେ କାଉ ବସା ବାନ୍ଧେ ଓ କାଉ ସେଇ ବସାରେ କାଉ ସେଇ ବସାରେ କାଉ ବାସ କରେ। କାଉର ଖାଦ୍ୟ ହେଲା କାଉ କୀଟପତଙ୍ଗ, ପୋକଜୋକ ଖାଏ। କାଉର ଚଳନ ଶୈଳୀ କାଉ ଉଡ଼ିପାରେ ଏବଂ ଚାଲି ବି ପାରେ। ଆଉ କାଉର ଏକ ବିଶେଷତ୍ୱ ହେଲା ଯେ କାଉ କା କା ରାବ କରେ। ଆଉ ସେ କା କା ରାବ ସେ ସକାଳୁ ଭୋରୁ ଆମ ସମସ୍ତଙ୍କୁ ଉଠାଏ। ଜାଣିଛ ନା ନାହିଁ ପିଲାମାନେ? କାଉ ସମସ୍ତଙ୍କୁ ସକାଳୁ ଭୋରୁ ଉଠାଏ କା କା ରାବ କରି। ଆମେ ସମସ୍ତେ ତାରି କାଉର ରାବ ଶୁଣି ଆମେ ଉଠିଥାଉ। ଏବେ ଆମେ ଦ୍ୱିତୀୟ ପ୍ରାଣୀ ଯିଏକି ଆମ ଘର ଦ୍ୱାର, ଆମ ପରିବେଶରେ ବହୁ ମାତ୍ରାରେ ମିଳେ, ସିଏ ହେଉଛି ପିମ୍ପୁଡ଼ି। ପିମ୍ପୁଡ଼ି ମାନେ ମାଟିରେ ଏବଂ ଗାତରେ ରହନ୍ତି। ପିମ୍ପୁଡ଼ିର ଖାଦ୍ୟ ପତ୍ର, ମଞ୍ଜି ଏବଂ କୀଟପତଙ୍ଗକୁ ଖାଇଥାଏ। ପିମ୍ପୁଡ଼ିର ଚଳନ ଶୈଳୀ ଯଦି ଆମେ ଦେଖିବା ତାହେଲେ ପିମ୍ପୁଡ଼ି ଚାଲିପାରେ। ଯେହେତୁ ପିମ୍ପୁଡ଼ିର ଗୋଡ଼ ଅଛି ସେଥିପାଇଁ
ପିମ୍ପୁଡ଼ି ଚାଲିପାରେ। ଆଉ ବିଶେଷତ୍ୱ ହେଲା ଏହାର ପିମ୍ପୁଡ଼ିର 6 ଗୋଟି ଗୋଡ଼ ରହିଛି। ତାପରେ ଆମେ ଗାଈ ବିଷୟରେ ପର୍ଯ୍ୟବେକ୍ଷଣ କରିବା। ତାପରେ ଆମେ ଗାଈର ପର୍ଯ୍ୟବେକ୍ଷଣ କରିବା। କରିବା ତ? ବହୁତ ବଢ଼ିଆ। ଗାଈ କେଉଁଠି ରହେ? ଗାଈ ଆମ ଘରେ ରୁହେ, ସ୍ଥଳ ଭାଗରେ ରୁହେ, ଆଉ ଗାଈ ଗୁହାଳେ ରହେ। ଗାଈ ଗୁହାଳେ ରହେ। ଗାଈର ଖାଦ୍ୟ ହେଲା ଘାସ ଏବଂ ପତ୍ର ଖାଇଥାଏ। ଗାଈର ଚଳନ ଶୈଳୀ, ଗାଈ ଚାଲିପାରେ। ଆଉ ଗାଈର ବିଶେଷତ୍ୱ ହେଲା ଗାଈ ଏକ ବୃହତ୍କାୟ ପ୍ରାଣୀ ଏବଂ ଗାଈ କ୍ଷୀର ଦିଏ ଏବଂ ଗାଈ ଘାସ ଖାଏ। ଆଉ ଗାଈ ଏକ ଉପକାରୀ ପ୍ରାଣୀ ମଧ୍ୟ। ପିଲାମାନେ, ଜୀବଜଗତର ଏକ ଅପୂର୍ବ ଶୃଙ୍ଖଳା ହେଉଛି ଆମ ପରିବେଶର ଜୈବ ବିବିଧତା। ଏହି ଜୈବ ବିବିଧତାରେ ଆମର ଏହି ଜୈବ ବିବିଧତା ଏହି ଜୈବ ବିବିଧତାରେ ମୁଖ୍ୟ ଭୂମିକାରେ ଅଛନ୍ତି ଉଦ୍ଭିଦ ଏବଂ ପ୍ରାଣୀ। ଉଦ୍ଭିଦମାନଙ୍କୁ ଆମେ ବିଭିନ୍ନ ଶ୍ରେଣୀ ବିଭାଗ କଲେ, ଗୋଟେ ହେଲା ଗୁଳ୍ମ, ଯୋଉ ଉଦ୍ଭିଦର ଶ୍ରେଣୀ ବିଭାଗ ଗୁଳ୍ମ, ବୁଦା ଏବଂ ଗଛ। ଗୁଳ୍ମ ଆମେ କାହାକୁ କହିବା? କହିପାରିବ ପିଲାମାନେ? ଗୁଳ୍ମ ଯାହାର କାଣ୍ଡ ସରୁ ଏବଂ ଛୋଟ ଉଚ୍ଚତା ବିଶିଷ୍ଟ ହୋଇଥାଏ, ତାକୁ ଆମେ ଗୁଳ୍ମ କହିବା। ବୁଦା ଅପେକ୍ଷାକୃତ କାଣ୍ଡ ଶକ୍ତ ଏବଂ କମ୍ ଉଚ୍ଚତା ବିଶିଷ୍ଟ ହୋଇଥାଏ ଏବଂ ଗଛର କାଣ୍ଡ ଶକ୍ତ, ମୋଟା ଏବଂ ଉଚ୍ଚତା ଅଧିକା ହୋଇଥାଏ। ଆଉ ଦ୍ୱିତୀୟରେ ପ୍ରାଣୀ ଜଗତରେ ଆମେ ଦେଖିବା ପ୍ରାଣୀ ସ୍ଥଳଚର, ସ୍ଥଳରେ ରହୁଛି, ସ୍ଥଳରେ ବସବାସ କରେ, ନା ଜଳରେ ବସବାସ କରେ, ନା ଆକାଶରେ ଉଡ଼ି ବୁଲେ। ସେଇ ଆଧାରରେ ଆମେ ଶ୍ରେଣୀ ବିଭାଗ କରିପାରିବା। ତେଣୁ ଯେଉଁ ପ୍ରାଣୀ ସ୍ଥଳ ଭାଗରେ ବସବାସ କରେ ତାକୁ ସ୍ଥଳଚର କୁହାଯାଏ। ଯେଉଁ ପ୍ରାଣୀ ଜଳ ଭାଗରେ ରହିଥାଏ ତାକୁ ଜଳଚର କୁହାଯାଏ ଏବଂ ଯେଉଁ ପ୍ରାଣୀ ଆକାଶରେ ଉଡ଼ି ବୁଲେ ତାକୁ ଆକାଶଚର ବା ଆମେ ପକ୍ଷୀ କହିଥାଉ। ସମାନତା ଏବଂ ପାର୍ଥକ୍ୟ ଆଧାରରେ ଶ୍ରେଣୀ ବିଭାଗ କରିବା ଦ୍ୱାରା ଆମେ ପ୍ରକୃତିର ଏହି ବିଶାଳ ବିବିଧତା ମଧ୍ୟରେ ଥିବା ସୁନ୍ଦରତା ଏବଂ ଶୃଙ୍ଖଳାକୁ ସହଜରେ ବୁଝିପାରୁ। ପିଲାମାନେ, ଏବେ ତୁମମାନଙ୍କ ପାଇଁ କିଛି ଅଭ୍ୟାସ କାର୍ଯ୍ୟ। ପ୍ରଥମ ପ୍ରଶ୍ନ ତୁମମାନଙ୍କ ପାଇଁ, ଉଦ୍ଭିଦ ମାନଙ୍କର ଶ୍ରେଣୀ ବିଭାଗ କଲାବେଳେ କେଉଁ କେଉଁ ସମ୍ଭାବ୍ୟ ମାନଦଣ୍ଡକୁ ଆମେ ବାଛିଥାଉ? କହିପାରିବ ପିଲାମାନେ? ଆମେ এই ବିଷୟରେ ଆଜି ଆଲୋଚନା ବି କରିଛେ। ବହୁତ ବଢ଼ିଆ। ଉଦ୍ଭିଦ ମାନଙ୍କର ଶ୍ରେଣୀ ବିଭାଗ କଲାବେଳେ କେଉଁ ଉଦ୍ଭିଦରେ
ଫୁଲ ଧରେ, କେଉଁ ଉଦ୍ଭିଦରେ ଫୁଲ ଧରେ ନାହିଁ, କେଉଁ ଉଦ୍ଭିଦ ଶକ୍ତ, କେଉଁ ଉଦ୍ଭିଦ କୋମଳ କେଉଁ ଉଦ୍ଭିଦ କୋମଳ କାଣ୍ଡ ବିଶିଷ୍ଟ ଇତ୍ୟାଦି ସମ୍ଭାବ୍ୟ ମାନଦଣ୍ଡ ମାନଙ୍କୁ ଆମେ ବାଛିଥାଉ। ବୁଝିପାରିଲ ପିଲାମାନେ? ଭେରି ଗୁଡ୍। ଦ୍ୱିତୀୟ ପ୍ରଶ୍ନ, ଜୈବ ବିବିଧତା କହିଲେ ତୁମେ କ'ଣ ବୁଝ? ପିଲାମାନେ, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଖାଯାଉଥିବା ଉଦ୍ଭିଦ ଓ ପ୍ରାଣୀଙ୍କର ବିବିଧତା ସେହି ଅଞ୍ଚଳର ଜୈବ ବିବିଧତାକୁ ସୂଚାଇଥାଏ। ଏବେ ତୁମମାନଙ୍କ ପାଇଁ ତୃତୀୟ ପ୍ରଶ୍ନ, ଚଳନ ଶୈଳୀ ଅନୁଯାୟୀ ଜୀବମାନଙ୍କ ମଧ୍ୟରେ ପରିଲକ୍ଷିତ ହେଉଥିବା ବିବିଧତା ସବୁ କ'ଣ କ'ଣ କହିପାରିବ? ବହୁତ ବଢ଼ିଆ। ଚଳନ ଶୈଳୀ ଅନୁଯାୟୀ ଜୀବମାନଙ୍କ ମଧ୍ୟରେ ପରିଲକ୍ଷିତ ହେଉଥିବା ବିବିଧତା ସବୁ ହେଲା, ଜୀବମାନେ, କିଛି ଜୀବ ଅଛନ୍ତି କେବଳ ଚାଲନ୍ତି, କିଛି ଜୀବ ଅଛନ୍ତି କେବଳ ଉଡ଼ନ୍ତି, ଆଉ କିଛି ଜୀବ ଅଛନ୍ତି ଯେଉଁମାନେ ଉଭୟ ଚାଲନ୍ତି ଏବଂ ଉଡ଼ନ୍ତି। ତାର ଉଦାହରଣ ତୁମେ ମାନେ କହିପାରିବ? କେବଳ ଚାଲନ୍ତି କେଉଁମାନେ? ଗାଈ, ମଇଁଷି, କୁକୁର, ବିଲୁଆ, ଏମାନେ କେବଳ ଚାଲନ୍ତି। କେବଳ ଉଡ଼ନ୍ତି ପକ୍ଷୀମାନେ କେବଳ ଉଡ଼ନ୍ତି। ସେଥିରେ ସବୁ ପକ୍ଷୀ ନୁହନ୍ତି। ଉଭୟ ଚାଲନ୍ତି ଏବଂ ଉଡ଼ନ୍ତି, କିଛି ପକ୍ଷୀ ଅଛନ୍ତି ଉଭୟ ଚାଲନ୍ତି ଏବଂ ଉଡ଼ନ୍ତି। ସେମାନଙ୍କ ମଧ୍ୟରୁ କାଉ, ପାରା, ବଣି ଇତ୍ୟାଦି ଅନ୍ୟତମ। ବୁଝିପାରିଲ ପିଲାମାନେ? ଏବେ ତୁମମାନଙ୍କ ପାଇଁ ଚତୁର୍ଥ ପ୍ରଶ୍ନ, ଶାକାହାରୀ କହିଲେ ତୁମମାନେ କ'ଣ ବୁଝ ଏବଂ ଗୋଟିଏ ଶାକାହାରୀ ପ୍ରାଣୀର ନାମ କୁହ। ପିଲାମାନେ, ଯେଉଁ ପ୍ରାଣୀ ଘାସ, ପତ୍ର ଆଦି ଭକ୍ଷଣ କରନ୍ତି ସେମାନଙ୍କୁ ଶାକାହାରୀ କୁହାଯାଏ। ଯେମିତିକି ଗାଈ ଗୋଟିଏ ଶାକାହାରୀ ପ୍ରାଣୀ ଅଟେ। ପ୍ରାଣୀମାନଙ୍କର ତୁମମାନଙ୍କ ପାଇଁ ଏବେ ପଞ୍ଚମ ଏବଂ ଅନ୍ତିମ ପ୍ରଶ୍ନ, ପ୍ରାଣୀମାନଙ୍କର ଶ୍ରେଣୀ ବିଭାଗ କଲାବେଳେ କେଉଁ କେଉଁ ମାନଦଣ୍ଡକୁ ବିଚାରକୁ ନିଆଯାଏ? ପିଲାମାନେ, ପ୍ରାଣୀମାନଙ୍କର ଶ୍ରେଣୀ ବିଭାଗ କଲାବେଳେ ସାଧାରଣତଃ ଆମେ ବାସସ୍ଥାନ, ଖାଦ୍ୟ ଅଭ୍ୟାସ ଆଉ ପ୍ରାଣୀମାନଙ୍କର ଚଳନ ଶୈଳୀ ଆଦି ମାନଦଣ୍ଡକୁ ବିଚାରକୁ ନେଇଥାଉ। ପିଲାମାନେ, ଆଜି ଆମେ ଜୀବଜଗତର ବିବିଧତା ବିଷୟରେ ବହୁତ କଥା ଜାଣିବାକୁ ପାଇଲେ। ଆଶା କରୁଛି ସମସ୍ତଙ୍କୁ ଏହି ଅଧିବେଶନଟି ଖୁବ୍ ଭଲ ଲାଗିଥିବ। ଏହି ଅଧିବେଶନକୁ ଆମେ ଏଇଠି ସମାପ୍ତ କରିବା। ପୁଣି ଦେଖା ହେବ ଆଉ ଗୋଟିଏ ମନଛୁଆଁ ଆଉ ଶିକ୍ଷଣୀୟ ଅଧିବେଶନରେ। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।